ଚିକେନ୍ ଫିଙ୍ଗର ବାଇଟ୍। ଉପକରଣ: ଚିକେନ୍ କିମା 400 ଗ୍ରାମ, ଚୁନା ଚୁନା କରି କଟା ହୋଇଥିବା ଅଦା 1 ଚାମଚ, ଚୁନା ଚୁନା କରି କଟା ହୋଇଥିବା ରସୁଣ 1 ଚାମଚ, ଛୋଟ ଛୋଟ ଖଣ୍ଡରେ କଟା ଯାଇଥିବା ଟମାଟୋ 1, ଚୁନା ଚୁନା କରି କଟା ହୋଇଥିବା ପିଆଜ 2ଟି, ଭିନେଗାର 1 ଚାମଚ, ଲୁଣ ଓ ଲଙ୍କା ଗୁଣ୍ଡ ଆବଶ୍ୟକ ଅନୁସାରେ, ଧନିଆ ପତ୍ର ବଟା 1 ଟେବୁଲ ଚାମଚ, ଜୁଆଣି ଅଧ ଚାମଚ, ତେଲ ଆବଶ୍ୟକ ଅନୁସାରେ, ପାଉଁରୁଟି 10ରୁ 12 ସ୍ଲାଇସ୍, ପିନଟ୍ ବଟର 3 ଟେବୁଲ ଚାମଚ, ସୋରିଷ 1 ଚା ଚାମଚ, ଲହୁଣୀ ବା ମାର୍ଜାରିନ୍ 1 ଟେବୁଲ ଚାମଚ, ଅଣ୍ଡା 1, ପାଉଁରୁଟି ଗୁଣ୍ଡ ବା ବ୍ରେଡ୍ କ୍ରମ୍ବ 1 କପ୍। ପ୍ରସ୍ତୁତି: ଗୋଟିଏ ପାତ୍ରରେ ତେଲ ବ୍ୟତୀତ ଅନ୍ୟ ସମସ୍ତ ଉପକରଣକୁ କିମା ସହିତ ମିଶାଇ ଅଧଘଣ୍ଟା ପାଇଁ ରଖିଦିଅନ୍ତୁ। କଡ଼େଇରେ ତେଲ ଗରମ କରି ଏହି ମିଶ୍ରଣକୁ କିମା ସିଝିଯିବା ତଥା କାଠୁଆ ହୋଇଯିବା ପର୍ଯ୍ୟନ୍ତ ଭାଜନ୍ତୁ। ଏଥର ଏହାକୁ କଡ଼େଇରୁ ଓହ୍ଲାଇ ଆଣି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ସରୁ ସରୁ ଅଙ୍ଗୁଳି ଆକାରର କବାବ ଗଢ଼ି ଏହାକୁ ପାଉଁରୁଟି ଗୁଣ୍ଡରେ ଗଡ଼େଇ ନିଅନ୍ତୁ। ପରେ ପରେ ସେଗୁଡ଼ିକୁ ଅଣ୍ଡାରେ ବୁଡ଼େଇ ଛାଣି ଦିଅନ୍ତୁ। ପାଉଁରୁଟିର ଗୋଟିଏ ପାଖରେ ପିନଟ୍ ବଟର ଲଗାଇ ସେଥିରେ କବାବ ରଖି ର୍ୟାପ୍ କରିନିଅନ୍ତୁ ଓ ତା ଉପରେ ଲହୁଣୀ ଲଗାଇ ଦିଅନ୍ତୁ। ଏଥର ଏଗୁଡ଼ିକୁ ଓଭେନ୍ ଟ୍ରେରେ ସଜାଇ 15ରୁ 20 ମିନିଟ୍ ପାଇଁ ଚେକ୍ କରନ୍ତୁ।